ମୃତ୍ୟୁ ଓ ମଣିଷ ଇହ ବା ଏହି ଦୁନିଆରେ ଯେଉଁ ଦୁନିଆରେ ମଣିଷ ବଞ୍ଚିକି ଜୀବନ ଧରି ରହିଅଛି, ସେହି ଦୁନିଆରୁ ସବୁଦିନ ପାଇଁ ଛାଡ଼ି ଚାଲିଯିବାର ନାମ ମୃତ୍ୟୁ ବା ମରଣ ବା ଡେଥ୍। ମଲା ପରେ ମଣିଷର ଦେହ ମାଟିରେ ନିଆଁରେ ପୋଡ଼ାଯାଇ କବର ପାଇ ସଂସ୍କାରିତ ହୋଇଥାଏ। ହେଲେ ଆତ୍ମା ନ ମରି ଅମର ରହି ଖୋଦାଙ୍କ ପାଖକୁ ଚାଲିଯାଏ। ଖୋଦା ଶେଷ ଆକାଶୀ ବହି କୋରିତ ଗ୍ରନ୍ଥ କୋରାନରେ କହିଛନ୍ତି, ତାର ମୁଲକ ପାଠରେ କି ଆମ୍ଭେ ଆଲ୍ଲାହ ମୃତ୍ୟୁ ଏବଂ ଜୀବନ ଦୁଇ ଗୋଟି କାର୍ଯ୍ୟସ୍ଥିତି ମଣିଷ ପାଇଁକି ଏଥିପାଇଁ ତିଆରି କରିଲୁ କି, ହେ ମଣିଷ, ତୁମକୁ ପରୀକ୍ଷା କରି ଜାଣିବୁ କି ତୁମ୍ଭମାନଙ୍କ ଭିତରୁ କାହାର କାମ ଭଲ ଅଛି। ସେଥିପାଇଁ ମୃତ୍ୟୁ ରଖିଛୁ ପରଲୋକକୁ ଯିବା ପାଇଁ, ଇହ ଜୀବନ ସାରିବା ପାଇଁ, ଆଉ ଏହା ଜାଣିବା ପାଇଁକି ଯେ କେତେଦୂର ମଣିଷ ଆଲ୍ଲାହ ବା ଖୋଦାର ହେଲା ଅଥବା ହେଲା ନାହିଁ। ଯିଏ ମଣିଷ ଆଲ୍ଲାହର ହେଲା, ସେ ଯଦି ପାପ କରିଥାଏ ତ ତାର ପାପର ସଜା ବା ଶାସ୍ତି ଭୋଗି ସାରିଲା ପରେ ନିଶ୍ଚିତ ସ୍ୱର୍ଗଗାମୀ ହୋଇ ଶାନ୍ତି ସୁଖ ପାଇବ। ଆଉ ଯେଉଁ ମଣିଷ ଆଲ୍ଲାହର ହେଲା ନାହିଁ, ଆଲ୍ଲାହର ଏକେଶ୍ୱରବାଦର ସନାତନ ବା ସବୁଦିନିଆ ରହିବା ଧର୍ମକୁ ବିଶ୍ୱାସ ଓ କରିବାରେ ଗ୍ରହଣ କଲା ନାହିଁ, ଖାଲି ପାଟିରୁ କହିଲା ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ଏବଂ ଈଶ୍ୱର ଏକ ଏବଂ ଅଦ୍ୱିତୀୟ, ପରନ୍ତୁ ବାସ୍ତବ କ୍ଷେତ୍ରରେ ସମକକ୍ଷକାରୀ ମୁଶ୍ରିକ ହୋଇଗଲା। ଶିର୍କ ବା ସମକକ୍ଷୀ ପୂଜା, ମୂର୍ତ୍ତି ପ୍ରତିମା ଆଦିଙ୍କୁ ନିଜ ହାତରେ ମାଟି ପଥର ଧାତୁରୁ ତିଆରି କରି ପୂଜିଲା, ବାବା ଧର୍ମ ପ୍ରଚାରକମାନଙ୍କୁ ପ୍ରଭୁ ମାନି ପୂଜିଲା, ଏଭଳି ମଣିଷ ମଲା ପରେ କଦାପି ଆଲ୍ଲାହର ଦୟା ପାଇବ ନାହିଁ, ଆଲ୍ଲାହଙ୍କ ଦ୍ୱାରା କ୍ଷମା ପାଇବ ନାହିଁ। ଆଲ୍ଲାହ କହିଛନ୍ତି, ଲୋକମାନେ, ତୁମେ ଯଦି ମୋତେ ପୂଜୁନାହଁ, ତେବେ ମୋ ପାଖରେ ତୁମର କୌଣସି ସମ୍ମାନ ବା କଦର ନାହିଁ। ଆଲ୍ଲାହଙ୍କ ପ୍ରତି ବିଶ୍ୱାସ ଥିଲେ ବି ଦୁଇ ନାବରେ ଗୋଡ଼ ଦେଇ ଏଣେ ଏକେଶ୍ୱରକୁ ମାନିଲା, ପୁଣି ସମକକ୍ଷୀ ପୂଜା କଲା। ଗଣେଶ, ସରସ୍ୱତୀ, ଦୁର୍ଗା, ବିଶ୍ୱକର୍ମାଙ୍କୁ ଯାହାକି ମଣିଷ ହାତଗଢ଼ା ମାବୁଦ ଉପାସ୍ୟ ମଣିଲା, ଏମାନଙ୍କୁ ମୁଣ୍ଡିଆ ମାରିଲା, ସେହିଭଳି ପୁଣି ମଲା ପରେ ନିଆଁରେ ପୋଡ଼ାଗଲା। ମଣିଷ କ'ଣ ମଣିଷକୁ ତିଆରି କରିଛି କି ଯେ ମନଇଚ୍ଛା ମଣିଷକୁ ନିଆଁରେ ପୋଡ଼ି ନଷ୍ଟ କରିଦେବ? ଏହା ମଣିଷର ଅନୁଚିତ ପଦକ୍ଷେପ। ମଣିଷକୁ ତାର ମଲା ପରେ ମାଟିରେ ପୋତିବାକୁ ଆଲ୍ଲାହ ଆପଣାଜାତ ବା ଖୋଦଜାତ ଖୋଦା କହିଛନ୍ତି। ଯେହେତୁ ମଣିଷ ମାଟିରୁ ଜାତ, ଅଗତ୍ୟା ମଲା ପରେ ମଣିଷ କବର ପାଇ ମାଟିକୁ ଯିବ। ନିଆଁରେ ପୋଡ଼ା ହୋଇ ଗଲାମାନେ ନିଶ୍ଚିତ ନର୍କକୁ ଚାଲିଗଲା। କୋରାନରେ ଆରବୀ ଭାଷାରେ ଧାଡ଼ିଟିଏ ଅଛି, ଫିନ୍ନାରି ଜାହାନ୍ନାମା ଖାଲିଦିନା ଫିହା। ଓଡ଼ିଆ ମାନେ ହେଲା, ନିଆଁରେ ପୋଡ଼ା ହୋଇ ନର୍କକୁ ଚାଲିଯାଅ। କୋରାନ ଭାଗ 30। ନାର ମାନେ ନିଆଁ, ଯାହାର ଅନ୍ୟ ନାମ ନର୍କ। ମଣିଷ ପରଲୋକରେ ନିଆଁରେ ପୋଡ଼ା ହୋଇ ଆସିଥିବାରୁ ସେ ସଦାସର୍ବଦା କେବଳ ନିଆଁରେ ଜଳୁଥିବ, ଶରୀର ମନରେ ଜୀବନ୍ତ ଥାଇ ନିଆଁର ଚାଦର ଘୋଡ଼ିବ। ନିଆଁ ଆଲ୍ଲାହ କହିଛନ୍ତି, ତୁମ୍ହେଁ ଉସିକା ବଦଲା ଜୋ କରତେ ଥେ, ତୁମକୁ ତାହାରି ବଦଳ ଯାହା କରୁଥିଲ। ମଣିଷ କ'ଣ କରୁଛି ସେ ବେଶ୍ ଭଲ କରି ଜାଣୁଅଛି। ଚେଇଁ ଶୋଇଥିବା ମଣିଷକୁ କିଏ ତ ଉଠାଇ ପାରିବ ନାହିଁ, କାରଣ ସେ ଜାଗିଛି, ଚେତା ଅଛି, ଜାଗ୍ରତ ଅଛି। ତଥାପି ଆଲ୍ଲାହ କୋରାନରେ କହିଛନ୍ତି, ହେ ମଣିଷ, ତୁ ନାଦାନ ବା ଅଜ୍ଞ, ମୂଢ଼, ଅଜଣା ହୋଇଯାଅନା। ଜାଣି ଶୁଣିକି ମୋର ବରାବର ବାଲା କରନା, ସମକକ୍ଷୀ ପୂଜନା। ମଣିଷକୁ ଭଲ କଥା କୁହ, ମନ୍ଦ କଥାରୁ ଅଟକାଅ, କାଳେ ବଦଳିପାରେ। କିଛି ସୋଚ ବିଚାର ତାର ମନକୁ ଆସିପାରେ। ମଣିଷ ଚିନ୍ତିତ ହୋଇପାରେ, ଭାବିପାରେ, ମୁଁ ଯାହା କରୁଛି ତାହା ସତରେ କ'ଣ ଭୁଲ? ଯାଏ କୋରାନ ପଢ଼େ, ଦେଖେ କ'ଣ କହୁଛି। ଇସଲାମ ଜୋର ଜବରଦସ୍ତିର ବାଧ୍ୟବାଧକତାର ଧର୍ମ ଜମାରୁ ନୁହେଁ, କାରଣ ଏଥିରେ ମଣିଷ ମନର ପରିବର୍ତ୍ତନ ଆଶା ଖୁବ୍ କ୍ଷୀଣ। ଯେହେତୁ ମଣିଷ ମୋର ଆଲ୍ଲାହର, ମୋ ପ୍ରେରିତ ପୈଗମ୍ବରଙ୍କ କଥା, ହୁକୁମ ବା ଆଦେଶ ମାନୁନାହିଁ, କୋରାନ ପଢ଼ିବାକୁ ଘୃଣା କରୁଅଛି, ଆଗ୍ରହ ପ୍ରକାଶ କରୁନାହିଁ, ଭାବୁଅଛି ଆମର କ'ଣ ପୁରାଣ ନାହିଁ ଯେ ଆମେ କୋରାନ ପଢ଼ିବାକୁ ଯିବୁ? ଆଲ୍ଲାହ କୋରାନରେ କହିଛନ୍ତି, ଯେଉଁ ମଣିଷ ହାତରୁ ବହି
ଲେଖି କହିଦେଉଛି କି ଯେ ଏହା ଆଲ୍ଲାହଙ୍କ ତରଫରୁ ଆସିଛି। ଏଭଳି ମଣିଷର ଜୀବନରେ ବଡ଼ ଦହଗଞ୍ଜ ଅଛି। କୋରାନ ଭାଗ 2 ପାଠ ଅଲ୍ ବକର ଦ୍ରଷ୍ଟବ୍ୟ। ଆଲ୍ଲାହ ସବୁକିଛି ଦେଖେ, କରେ ଓ ପ୍ରତିଫଳ ଦେଇଥାଏ। ସାମାନ୍ୟତମ କିଛି ବି ଆଲ୍ଲାହର ଜାଣିବାରୁ ଉହାଡ଼ ଆଢ଼ୁଆଳ ହୋଇ ରହିଯାଇ ନଥାଏ, ଆକାଶରୁ ନତୁବା ପୃଥିବୀରୁ। ଆଲ୍ଲାହ ଗାଲିବ ହୈ ବଦଲା ଲେନେ ୱାଲା। ଆଲ୍ଲାହ ପ୍ରତିଶୋଧ ନେବାରେ ଜଣେ ମାତ୍ର ବିଜୟୀ। ଆଲ୍ଲାହ ଭଳି ପ୍ରତିଶୋଧ ମଣିଷଠାରୁ ନେଇପାରିବ ନାହିଁ। ନେଲେ ପ୍ରତିଶୋଧର କବଳରେ ପୁଣି ମଣିଷ ପଡ଼ିଯିବ। ଆଉ ସେହି ପ୍ରକାର ପ୍ରତିଶୋଧ ମୋରି ଆଦେଶ ଓ ଇଚ୍ଛାରେ ହିଁ ହେବ। ଉଦାହରଣ, ମଣିଷ ହତ୍ୟାକାରୀ ହୋଇ ଜେଲ୍ ଯିବା, ଫାଶୀ ପାଇବା ଇତ୍ୟାଦି। ସୁତରାଂ ହେ ମଣିଷ, ଭଲ କାମ କରି ଭଲକୁ ପା, ନହେଲେ ଜଞ୍ଜାଳ ଭୋଗିବୁ। ଆଲ୍ଲାହର ସଂକଳ୍ପ ଜେଲ୍ ଯିବା, ଫାଶୀ ପାଇବା, ପୋଲିସ ଧରିବା ଏ ତ କ୍ଷଣିକ ନଶ୍ୱର ମୃତ୍ୟୁ ପୂର୍ବର ଦୁନିଆର ସାମୟିକ ଦଣ୍ଡ। ମଲା ପରେ ପୁଣି ଅନନ୍ତ ନର୍କଦଣ୍ଡର ଚେତାବନୀ ମୁଁ ଆଲ୍ଲାହ ମଣିଷକୁ ଦେଇଅଛି ମୋର ପ୍ରେରିତ ପୈଗମ୍ବରଙ୍କ ଜରିଆରେ। ଶେଷ ପ୍ରେରିତ ମୋର ରଚିତ ଆକାଶୀ ବହି କୋରି ସଫା କରା ଗ୍ରନ୍ଥ କୋରାନ ମାରଫତରେ। ମଣିଷ ନ ମାନୁ ମୋର କ୍ରୋଧର ଅଜାବ ବା ଯାତନା ଅବଶ୍ୟ ଭୋଗିବ। ଆଲ୍ଲାହର ସତ୍ୟ ସଂକଳ୍ପ ମରିସାରୁ ତାପରେ ଜାଣିବ କେମିତି ଥିଲା ଆଲ୍ଲାହର ଡରାଣ ତଥା ଧମକକୁ। ଏବେ ବଞ୍ଚିଥିବା ଜୀବନ ଓ ଦୁନିଆରେ ଟିକେ ଇହ ଜୀବନର ମଜା ଉଠାଉ, ସ୍ୱାଦ ପାଉ। ଅବିଳମ୍ବେ ସଜାର ମୁସ୍ତହିକ ବା ପ୍ରାପ୍ତକାରୀ ହେବ। କୋରାନ ଦ୍ରଷ୍ଟବ୍ୟ। କୋରାନ ଏଭଳି ଗ୍ରନ୍ଥ ଯାହାକି ମଣିଷର ମୁଣ୍ଡର ଭେଜା ଦୋହଲାଇ ଦେବ, କାଢ଼ିଦେବ। ଇସଲାମ ଏକ ୱାହିଦ ମଜହବ, ପ୍ରମାଣିତ ଧର୍ମ। ମଣିଷ ଇସଲାମ ଧର୍ମର ଭୁଲ କାଢ଼ିକି ଦେଖାଉ। ମୁଁ ଆଲ୍ଲାହ ବାଜିର ସହିତ କହୁଛି, ମଣିଷ ଇସଲାମ ଧର୍ମକୁ ଭୁଲ ପ୍ରମାଣିତ କରାଇ ଦେଖାଇ ପାରିବ ନାହିଁ। ମଣିଷ ଆଲ୍ଲାହକୁ ରାଗୁ, ଚିଡ଼ୁ, ଗାଳି ଦେଉ, ମନ୍ଦ କହୁ, ଆଲ୍ଲାହ ସମଗ୍ର ଜଗତକୁ ଖାତିର କରି ନଥାଏ। ମଣିଷ ମରି ଅବଶେଷରେ ମୋରି ପାଖକୁ ପ୍ରତ୍ୟାବର୍ତ୍ତିତ କରି ଫେରି ଚାଲି ଆସିବ। ମଣିଷର ତାକତ ନାହିଁ ଯେ ମୃତ୍ୟୁକୁ ରୋକି ଅଟକାଇ ଦେବ କିମ୍ବା ମୋର ଆଲ୍ଲାହର କିଛି କ୍ଷତି କରି ପକାଇବ। ଏହା ଜମାରୁ ମଣିଷ କରିପାରିବ ନାହିଁ। ଅଗତ୍ୟା ମୋତେ ଡରୁ ମୋର ହେଉ, ହେଲେ ମୁଁ ଆଲ୍ଲାହ ମଣିଷ ଉପରେ ଦୟା କରିବି, ସଦୟଚିତ୍ତ ହେବି। କାରଣ ମୁଁ ମଣିଷର ସବୁକିଛି। ମଣିଷକୁ ତିଆରି କରିଛି, ମଣିଷକୁ ବଞ୍ଚାଇ ରଖିଛି, ମଣିଷକୁ ପାଳନ କରୁଅଛି, ବୁଦ୍ଧି ବିଚାର ଶକ୍ତି ଦେଇଅଛି, ଭଲମନ୍ଦ ବାଛିବାର ସାମର୍ଥ୍ୟ ଦେଇଛି। ତଥାପି ମଣିଷ ମୋ ସହିତ ଚାଲବାଜି କରୁଛି, ମୋର ସମକକ୍ଷ ପୂଜାକାରୀ ହୋଇଛି। ଶଇତାନ ମଣିଷ ପାଇଁ ପଥଭ୍ରାନ୍ତିର ଏକ ବିରାଟ ପରୀକ୍ଷା। ମଣିଷ ତାର ଫୁସୁଲାଇବାରେ ନ ଆସୁ, ଲୋଭର ଶିକାର ନ ହେଉ। ମୋତେ ମାନିଲେ, ମନେ ପକାଇଲେ ମୁଁ ମଣିଷକୁ ଶଇତାନର ଠକାମି ବା ଫରେବରୁ ଅବଶ୍ୟ ବଞ୍ଚାଇ ଦେବି। ହେ ମଣିଷ, ତୁ ମୋର ଏକେଶ୍ୱରବାଦ ଧର୍ମର ବାଟ ହୁଡ଼େନା। ଅନୁତାପ କରିବୁ, ପସ୍ତେଇ ହେବୁ। ପରଲୋକ କୟାମତ ପରେ ଯେବେ ନର୍କଯାତନାରେ ପଡ଼ିବୁ, ନର୍କରୁ ଖସି ପଳାଇବାକୁ ଓର ଉଣ୍ଡିବୁ, ହେଲେ ଖସି ପଳାଇ ଯାଇପାରିବୁ ନାହିଁ। ଅଜାବର ଫରିସ୍ତା ବା ଯନ୍ତ୍ରଣା ଦେବାକାରୀ ଦେବଦୂତମାନେ ତୋତେ ଟାଣି ଘୋଷାଡ଼ି ମାଡ଼ ମାରି ପୁଣି ନର୍କ ଯନ୍ତ୍ରଣାରେ ପକାଇ ଦେବେ। ଯେସାକୁ ତେସାର ପ୍ରତିବଦଳ ଭୋଗୁଥିବୁ, ପୁଣି ଭୋଗୁ ହିଁ ଥିବୁ। କେବଳ ଗଳାରେ ଅଟକିଥିବା ଖାଦ୍ୟ ପେଟ ଭିତରକୁ କଦାପି ଯାଇପାରୁ ନଥିବ। ପୁଣି କହିବୁ, ହେ ଆଲ୍ଲାହ, ଆମକୁ ଆଉ ଥରେ ଇହ ଜଗତକୁ ଛାଡ଼। ଆମେ ତୋର ଏକେଶ୍ୱରବାଦର ଧର୍ମକୁ ଜାଣିଗଲୁ, ନବୀର ଗୋଲାମ ବନିବୁ, ତୋତେ ମାନିବୁ। ଆଲ୍ଲାହ କହିବ, ମୁଁ ତୁମକୁ କ'ଣ ସେହି ବୟସ, ଆୟୁଷ ଓ ବୁଝିବା ଶକ୍ତି ଦେଇ ନଥିଲି? ତୁମେମାନେ ସୁଧୁରି ନଥିଲ? ଏବେ ପଡ଼ିଥା, ମୋ ସହିତ ଆଉ କଥାବାର୍ତ୍ତା କର ନାହିଁ। ଆଉ ଇହ ଜଗତକୁ ଛାଡ଼ିବି ନାହିଁ। ଛାଡ଼ିଦେଲେ ପୁଣି ସେଇଆ କରିବ ଯାହା କରିବାକୁ ମୁଁ ଆଲ୍ଲାହ ପୈଗମ୍ବର ଜରିଆରେ ମୋର ଆକାଶୀ ବହି ମାରଫତରେ ତୁମମାନଙ୍କୁ ମନା କରିଥିଲି। ତୁମେ ମାନି ନଥିବା ଅବସ୍ଥାରେ ହଠାତ୍ ମୃତ୍ୟୁ ତୁମକୁ କବଳିତ କରିଦେଲା, ତୁମେ ଜାଣିପାରିଲ ନାହିଁ। ମୁଁ ଆଲ୍ଲାହ ମଣିଷକୁ ଅତ୍ୟାଚାର କରିନଥାଏ। ଓଲଟି ମଣିଷ ମୋର କଥା ନ ମାନି ମନର ଇଚ୍ଛା ଆକାଂକ୍ଷାରେ ପଡ଼ି ନିଜ ଉପରେ ଅଯଥା ଅତ୍ୟାଚାର କରୁଅଛି। ଏବେ ଆମେ ଦେଖିବା ମୃତ୍ୟୁ ମଣିଷ ପାଖକୁ କେମିତି ଓ କିଭଳି ରୂପରେ ଆସୁଛି। ମୃତ୍ୟୁ ଦୂତ ଇଜ୍ରାଇଲ
ଫରିସ୍ତାଙ୍କ ଜରିଆରେ ସମ୍ବାଦ ନାମକ ସମ୍ବାଦପତ୍ରରୁ ପଢ଼ି କିଛି ଉଦାହରଣ ଦେଉଅଛି। କାରଣ ବିଶ୍ୱାସ ମନର ହୃଦବୋଧକୁ ସଠିକ୍ ଏବଂ ବୃଦ୍ଧି କରାଏ, ଯାହାଫଳରେ ମଣିଷ ମାନିପାରେ, ସେଥିର ସମ୍ଭାବନା ଥାଏ। ଛାନ୍ଦସିକ କବି ରାଧାମୋହନ ଗଡ଼ନାୟକ ମୃତ୍ୟୁ ତୁମେ ସେତେବେଳେ କିଆଁ ଆସ ନାମରେ କବିତାଟିଏ ଲେଖିଛନ୍ତି। ସେତେବେଳେ ମାନେ ହଠାତ୍ ବା ଆକସ୍ମିକ ବା ଅଚାନକ। ହେଲେ ଆଲ୍ଲାହ କହୁଛନ୍ତି, ମଣିଷକୁ ମୃତ୍ୟୁ ମୁଁ ଦେଇଥାଏ, ଠିକ୍ ତାକୁ ଜୀବନ ଦେବା ଭଳି। ମଣିଷକୁ ମୃତ୍ୟୁର ଆସିବାର ନିର୍ଦ୍ଦିଷ୍ଟ ସମୟ ମୋର ଆଲ୍ଲାହର ପାଖରେ ସ୍ଥିର ହୋଇକି ଅଛି। ସେଇ ତୟସୁଦା ବା ସ୍ଥିରୀକୃତ ସମୟରେ ମୃତ୍ୟୁ ଆପଣା ଛାଏଁ ଇଜ୍ରାଇଲ ଫରିସ୍ତା ବା ମଲେକୁଲ ମଉତଙ୍କ ଜରିଆରେ ବା ମଉତ କା ଫରିସ୍ତାଙ୍କ ଜରିଆରେ ମଣିଷ ପାଖକୁ ଆସିଯିବ। ଆଖିର ପିଛୁଡ଼ାକେ ପଲକର ପାତରେ हमने आदमी को अचानक गफलत की हालत में पकड़ लिया, ଅର୍ଥାତ୍ ଆମ୍ଭେ ଖୋଦା ମଣିଷକୁ ତାର ଭୁଲ କରୁଥିବା ଅବସ୍ଥାରେ ହଠାତ୍ ଧରିଦେଲୁ। ସେଥିମଧ୍ୟରୁ ମୃତ୍ୟୁ ଅନ୍ୟତମ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତାରିଖ 11/6/25ରେ ପୁରୀରେ ଜଗନ୍ନାଥଙ୍କ ସେବାୟତ ଜଗନ୍ନାଥ ଦୀକ୍ଷିତ ବୟସ 83ଙ୍କୁ ହତ୍ୟା କରି ମାରି ଦେଇଥିବା ବ୍ୟକ୍ତି ଥିଲେ ନାରାୟଣ ପାଟଯୋଶୀ, ବୟସ 58। ଧାର ଟଙ୍କା ମାଗିବାକୁ ଜଗନ୍ନାଥ ନାରାୟଣଙ୍କର ଘରକୁ ଯାଇଥିବା ବେଳେ ନାରାୟଣ ଜଗନ୍ନାଥଙ୍କ ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କରିଦେଇଥିଲେ। ଜଗନ୍ନାଥ ମରିଯିବେ ବୋଲି କ'ଣ ନିଜେ ଜାଣିଥିଲେ? କବିବର ରାଧାନାଥ ରାୟ ତାଙ୍କର ଦରବାର କାବ୍ୟରେ କହିଛନ୍ତି, ବଡ଼ କ୍ରୂର କାଳ ବଡ଼ ଅବିଶ୍ୱାସୀ, ହାବଡ଼ି ଯିବ ସେ ଆଚମ୍ବିତେ ଆସି, ଦୂରବର୍ତ୍ତୀ ଜାଣି କାଳକୁ ଯେ ହସେ, ହସି ସେ ତା ପଛେ ଆସି ଲୁଚି ବସେ। ଗୋ ମାଫିଆଙ୍କ ଆକ୍ରମଣରେ ଯୁବକ ମୃତ। ଭଦ୍ରକର ତିହିଡ଼ି ବ୍ଲକର ତଳ ଗୋପବିନ୍ଧା ଗ୍ରାମର ସନ୍ତୋଷ ପରିଡ଼ା ବୟସ 46ଙ୍କର ମୃତ୍ୟୁ ଘଟିଥିଲା। 13 ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ସନ୍ତୋଷ 11/6/25 ତାରିଖ ଦିବା 2ଟା ବେଳେ ମରିଥିଲେ। ମୁନିଗୁଡ଼ା ଥାନା ତେଲେଙ୍ଗାପଦର ଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ବାଇକ୍ ବ୍ରିଜରୁ ତଳକୁ ଖସି ପଡ଼ିବାରୁ 2 ଜଣଙ୍କର ମୃତ୍ୟୁ ହୋଇଛି। ମୃତକର ନାମ ଦାରୁଣ ବିଶୋଇ ଏବଂ ଶ୍ରୀରାମ ବିଶୋଇ, ଯଥାକ୍ରମେ ବୟସ 23 ତଥା 15। ଡୁଡୁମା ଜଳପ୍ରପାତରେ ପର୍ଯ୍ୟଟକ ନିଖୋଜ। 14/6/25 ତାରିଖ ଦିନ ଲମତାପୁଟ ବ୍ଲକ ମାଛକୁଣ୍ଡ ସ୍ଥିତ ଡୁଡୁମା ଜଳପ୍ରପାତରେ ଆଜି ସକାଳେ ଅଘଟଣ ଘଟିଛି। ଭାଇ ଭାଉଜଙ୍କ ସହିତ ଭୁବନେଶ୍ୱରରୁ ବୁଲିବାକୁ ଆସିଥିବା ଅନ୍ୱେଷ ଦାସ ବୟସ 17 ବର୍ଷଙ୍କ ପାଦ ଖସି ଯିବାରୁ ସେ ଗଭୀର ଜଳରାଶିରେ ନିଖୋଜ ହୋଇଯାଇଥିଲେ। ଅନ୍ୱେଷ କୋରାପୁଟ ବୁଲିବାକୁ ଆସିଥିଲେ। ଆଜି ସକାଳୁ ମାଛକୁଣ୍ଡ ବୁଲିବାକୁ ଯାଇଥିଲେ। ଡୁଡୁମା ଜଳପ୍ରପାତକୁ ଅତି ନିକଟରୁ ଦେଖିବା ପାଇଁ ପାହାଚରେ ପ୍ରାୟ 500 ଫୁଟ ତଳକୁ ଚାଲି ଯାଇଥିଲେ। ଫଟୋ ଉଠାଇବା ସମୟରେ ଗୋଡ଼ର ଚପଲ ଖସିଯିବାରୁ ଭାରସାମ୍ୟ ହରାଇ ଜଳପ୍ରପାତ ଭିତରକୁ ଖସି ପଡ଼ିଥିଲେ। ଉଦ୍ଧାରର ଚେଷ୍ଟା ବିଫଳ ହୋଇଥିଲା, ପତ୍ତା ମିଳିନଥିଲା। ଆଲ୍ଲାହ କହିଛନ୍ତି ନିଜ କୋରାନରେ କି ଯେଉଁ ମଣିଷର ଯେଉଁଠି ମରିବାର ଥିବ ସେ ସେଇଠିକୁ ଆପଣା ଛାଏଁ ଚାଲି ଆସିବ, ମୁଁ ଆଲ୍ଲାହ ତାକୁ ସେଠିକୁ ନେଇଯାଇ ମାରିବି। ମୋର ମାଆଙ୍କର ରକ୍ତହୀନତା ଯୋଗୁଁ ଗୋଡ଼ ପାଦ ଦେହ ଫୁଲିଯିବାରୁ ତାଙ୍କୁ ଭୁବନେଶ୍ୱରର ହାଇଟେକ୍ ହସ୍ପିଟାଲକୁ ନିଆଗଲା। ରକ୍ତ ଦିଆଗଲା, ହେଲେ ରକ୍ତ ନେବା ଅସଫଳ ହୋଇ ସେଇଠି 2023 ଡିସେମ୍ବର 15 ତାରିଖ ରାତି 2ଟାରେ ହଠାତ୍ ମୃତ୍ୟୁ ହେଲା। ମଣିଷର ଏତାଦୃଶ ଦଶା ହେବାକୁ ଜାଣି ଖୋଦା କହିଛନ୍ତି, ବେଶକ ଆଲ୍ଲାହ କା ଅଜାବ ନିଡର ହୋନେ କି ଚିଜ ନାହିଁ। ନିଃସନ୍ଦେହତଃ ଖୋଦାର ଯନ୍ତ୍ରଣା ନିର୍ଭୟୀ ହୋଇ ରହିବାର ଜିନିଷ ନୁହେଁ। କବର ଭିତରେ ନିଆଁର ପୋଡ଼ିବାରେ ସେଇ ଅଜାବ ବା ଯନ୍ତ୍ରଣା ଲୁଚିକି ରହିଅଛି। ଯିଏ ମରୁଛି ସିଏ ଜାଣୁଛି, ବାହାର ଲୋକ ଜାଣିପାରିବ ନାହିଁ। ବାଲିଅନ୍ତା ବଜାର 14/6/25 ତାରିଖ ଦିନ ପାହାଳ ନିକଟରେ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଆଲ୍ଲାହ କହିଛନ୍ତି, ଏ ଲୋଗୋ ତୁମ ଜହାଁ କହିଁ ହୋ ମୌତ ତୁମ୍ହେଁ ଆ ଲେଗି। ହେ ଲୋକମାନେ, ତୁମେ ଯେଉଁଠି ଥାଅ ନା କାହିଁକି, ମୃତ୍ୟୁ ତୁମ ପାଖକୁ ଆସିଯିବ। ମଧୁରାଓ ତାଙ୍କର ଜୀବନଚିନ୍ତା ନାମକ କବିତାରେ କହିଛନ୍ତି, ରେ ଆତ୍ମନ
ନିଦ୍ରା ପରିହରି ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ ଲହରୀ। ଏଇମିତି ମୃତ୍ୟୁ ସହିତ ମଣିଷର ସମ୍ପର୍କ ନିର୍ଦ୍ଧାରଣ ବିଧାତା କରି ରଖିଅଛି, ଯାହାକି ମଣିଷକୁ ଅଜଣା। ଜାଣିକି ବି ମଣିଷ ନିରୁପାୟ, କାରଣ କ୍ୟାନ୍ସର ରୋଗରୁ ମୁକ୍ତି ପାଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ବି ମଣିଷ ବିଫଳ ହୋଇଥିବାର ଦୃଷ୍ଟାନ୍ତ ଦୁର୍ମିଳ ନୁହେଁ।